ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 56। ଆଜି ଅତି କମ୍ରେ ଏଇଆ କର। ତୁମେ ନିଜେ ଆନନ୍ଦିତ ହୋଇ ନିଜ ସମ୍ପର୍କରେ ଆସୁଥିବା ଅନ୍ୟମାନଙ୍କୁ ଆନନ୍ଦିତ କରିବ ବୋଲି ପ୍ରତିଜ୍ଞା କର। ମନରେ ସ୍ଥିର କରିନିଅ ଯେ ଆଜି ତୁମେ ଯେଉଁ ପରିସ୍ଥିତିରେ ଅଛ ସେଥିରେ କୌଣସି ଚିନ୍ତା ନ କରି ଆନନ୍ଦ ଓ ସନ୍ତୋଷର ଉପାୟ ଖୋଜିବ। ତୁମ ପରିବାର, କାମ ବା ବ୍ୟବସାୟ ଅଥବା ଭାଗ୍ୟ ଯାହା ହେଉନା କାହିଁକି ତାହାକୁ ସୁନ୍ଦର କରି ଖୁସିରେ ରହିବାକୁ ଚେଷ୍ଟା କରିବ। ତୁମେ ପ୍ରତିଜ୍ଞା କର, ଆଜି ମୁଁ ଠିକ୍ ଭାବରେ ଶରୀରର ଯତ୍ନ ନେବି। ଶରୀରରେ ଦୁର୍ବଳତା ଓ ଶିଥିଳତା ଥିଲେ ତାହା ଦୂର କରିବି। ଶରୀରକୁ ପୁଷ୍ଟିକର ପଦାର୍ଥ, ବିଶ୍ରାମ ଓ ମନୋରଞ୍ଜନ ଯୋଗାଇ ଦେବି। ଶରୀର ପ୍ରତି ଅବହେଳା ପ୍ରଦର୍ଶନ କରିବି ନାହିଁ। ଶରୀର ରୂପୀ ଏହି ବହୁମୂଲ୍ୟ ମେସିନ୍ର ଉଚିତ ସଞ୍ଚାଳନ ଓ ଉନ୍ନତି ଉଦ୍ଦେଶ୍ୟରେ ଉପାୟ କରିବି। ଅତି କମ୍ରେ ଆଜି ମୁଁ ଶରୀରକୁ ସୁଦୃଢ଼ କରିବା କାମ କରିବି। ଆଜି କୌଣସି ମହତ୍ତ୍ୱପୂର୍ଣ୍ଣ ଉପଯୋଗୀ କାମ କରିବି। ନୀରସ ଓ ଶୁଷ୍କ ବିଷୟରେ ଅଧ୍ୟୟନରେ ମନ ଲଗାଇବି ନାହିଁ। ମୁଁ ମୋର ମନକୁ ଦୃଢ଼ ଭାବରେ କୌଣସି ଗମ୍ଭୀର ତଥା ଉଚ୍ଚ ବିଷୟରେ ସଂଲଗ୍ନ କରିବି। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।